ବିନକାଠାରେ ଚେକିଂ ବେଳେ ବୁଲେଟ୍ ଡିକିରୁ ମିଳିଲା 1,95,000 ଟଙ୍କା। ବିନକା ସହରର ମିଶ୍ରପାଲି ଛକରେ ସାଧାରଣ ନିର୍ବାଚନ ପାଇଁ ବିନକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ନେତୃତ୍ୱରେ ଏସ୍ଏସ୍ଟି ଟିମ୍ ଗାଡ଼ି ମୋଟର କଡ଼ାକଡ଼ି ଯାଞ୍ଚ ଚାଲିଥିବା ବେଳେ ଓଡ଼ି 31M 1274 କଳା ରଙ୍ଗର ବୁଲେଟ୍ ବାଇକ୍ ଡିକିରୁ 1,95,000 ଟଙ୍କାକୁ ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍ ଜବତ କରିଛନ୍ତି। ବୁଲେଟ୍ ଚାଳକ ଉଲୁଣ୍ଡା ଥାନା ହିଙ୍ଗମା ଗାଁର ବସନ୍ତ ପରଡ଼ିଆ ଟଙ୍କାର ସମସ୍ତ ପ୍ରମାଣ ଦେବାରେ ଅସମର୍ଥ ହେବାରୁ ଟଙ୍କା ଜବତ କରି ଟ୍ରେଜେରୀରେ ଜମା କରାଯିବା ସହ ଜିଲ୍ଲା କମିଟିରେ ଟଙ୍କାର ପ୍ରମାଣ ଦାଖଲ କରି ଜିଲ୍ଲା କମିଟି ବିଚାର କରିବେ ବୋଲି ବିନିକା ଅତିରିକ୍ତ ତହସିଲଦାର ଶ୍ରୀ ମେହେର ପ୍ରକାଶ କରିଛନ୍ତି। ତେବେ ଏହି ଟଙ୍କା ଗଣେଶ ଅଗ୍ରୱାଲଙ୍କ ପାଖରୁ ଆଣି ବିନିକା କୁହିବାହାଲକୁ ଯାଉଥିବା ବାଇକ୍ ଚାଳକ ପ୍ରକାଶ କରିଛନ୍ତି। ବିନିକାରୁ ଧ୍ରୁବରାଜ ମିଶ୍ରଙ୍କ ରିପୋର୍ଟ, ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସହର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟସ୍ଥ ପାନ ଗୁଟ୍ଖା ଦୋକାନ ଉପରେ ସିଟି ଓ ଜିଏସ୍ଟି ବିଭାଗର ଚଢ଼ାଉ ବିପୁଳ ସାମଗ୍ରୀ ଠାବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ନିକଟସ୍ଥ ପାନ ଗୁଟ୍ଖା ଦୋକାନ ଉପରେ ସିଟି ଓ ଜିଏସ୍ଟି ବିଭାଗ ଚଢ଼ାଉ କରିଛନ୍ତି। ଏକା ସାଙ୍ଗରେ ଏକାଧିକ ସ୍ଥାନରେ ଚଢ଼ାଉ କରିଥିବା ବେଳେ ତାଙ୍କ ଘର, ଗୋଦାମଗୃହ ଏବଂ ଦୋକାନ ଉପରେ ଚଢ଼ାଉ କରି ବିପୁଳ ସାମଗ୍ରୀ ବେଆଇନ ଭାବେ ଥିବା ଜଣାପଡ଼ିଛି। ସିଟି ଓ ଜିଏସ୍ଟି ବିଭାଗର ସହକାରୀ କମିଶନର ପ୍ରିୟବ୍ରତ ଗଡ଼ତିଆ ଏହି ଚଢ଼ାଉ ଦଳର ନେତୃତ୍ୱ ନେଇଥିବା ବେଳେ 3 ଜଣ ସହକାରୀ ସିଟି ଓ ଜିଏସ୍ଟି ଅଧିକାରୀ ନନ୍ଦକିଶୋର ଜାଲ, କ୍ଷୀରୋଦ ଭୋଇ, ଯତୀନ କୁମାର ବାଗ ପ୍ରମୁଖ ଯୋଗ ଦେଇଥିବା ବେଳେ ପୋଲିସ ବିଭାଗ କର୍ମଚାରୀମାନେ ମଧ୍ୟ ସହଯୋଗ କରିଛନ୍ତି। ଖଡ଼ିଆଲରୁ ମୋହନଲାଲ ଦୀପଙ୍କ ରିପୋର୍ଟ, ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।